ସୁଭଦ୍ରା ଯୋଜନାରେ ବର୍ଷକୁ ମିଳିବ 10,000 ଟଙ୍କା। ବର୍ଷକୁ 2ଟି କିସ୍ତିରେ ମିଳିବ 10,000 ଟଙ୍କା। 5 ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ 50,000 ନଗଦ ରାଶି ଏବଂ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। 2024 ନିର୍ବାଚନରେ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନାକୁ ଗତକାଲି ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରୀ ପରେ ଆଜି ବିଧାନସଭାରେ ଯୋଜନାର ଏଓଏସ୍ପି ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 2024-25ରୁ 2028-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ରାଜ୍ୟରେ ମୋଟ 1 କୋଟିରୁ ଅଧିକ ମହିଳା ସାମିଲ ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 55,825 କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ ହୋଇଛି। ଏବେ ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନାରେ କିଏ ଅନ୍ତର୍ଭୁକ୍ତ ହେବେ ଓ କେଉଁମାନେ ବାଦ ପଡ଼ିବେ। ଯୋଜନାର ଗାଇଡଲାଇନ୍ ଅନୁସାରେ 21 ବର୍ଷରୁ ଅଧିକ ଏବଂ 60 ବର୍ଷରୁ କମ୍ ବୟସ ବର୍ଗର ମହିଳାମାନେ ଯୋଜନାରେ ସାମିଲ ହୋଇପାରିବେ। ତେବେ ଆର୍ଥିକ ସ୍ୱଚ୍ଛଳ ବର୍ଗ, ସରକାରୀ ଚାକିରି ଏବଂ ଆୟକର ଦେଉଥିବା ମହିଳା ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସେହିଭଳି କୌଣସି ସରକାରୀ ଯୋଜନାରେ ମାସିକ 1,500 ଟଙ୍କା କିମ୍ବା ବାର୍ଷିକ 18,000 ଟଙ୍କା କିମ୍ବା ତାଠୁ ଅଧିକ ସହାୟତା ରାଶି ପାଉଥିଲେ ସେମାନେ ମଧ୍ୟ ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ। ଏହି ଯୋଜନାରେ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଏବଂ ମାର୍ଚ୍ଚ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ 2ଟି କିସ୍ତିରେ 5,000 ଟଙ୍କା ଲେଖାଏଁ ବାର୍ଷିକ 10,000 ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରେ ଆସିବ। ଆକାଉଣ୍ଟରୁ ଟଙ୍କା ଉଠାଣ ପାଇଁ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ସୁଭଦ୍ରା ଡେବିଟ୍ କାର୍ଡ। ସୁଭଦ୍ରା ଯୋଜନାରେ ସାମିଲ ହେବା ଲାଗି ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ର, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ ବିନା ମୂଲ୍ୟରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ। ସୁଭଦ୍ରା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେବା ଲାଗି ସରକାରଙ୍କ ପକ୍ଷରୁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବାକୁ ଯାଉଛି।